ହାଇ ଫ୍ରେଣ୍ଡସ୍, ଆସ ଯିବା ବୁଲି ଆସିବା। ଆଜି ମଝି ରଜରେ ବହୁତ ସୁନ୍ଦର ସୁନ୍ଦର ଜାଗା ଆମେ ବୁଲିବା। ଓଡ଼ିଶାରେ ଏମିତି ସବୁ ସୁନ୍ଦର ସୁନ୍ଦର ଜାଗା ଅଛି, ମୁଁ କେବେ ଯାଇନଥିଲି। ଆଜି ଫାଷ୍ଟ ଟାଇମ୍ ପାଇଁ ଯାଉଛି। ସେସବୁ ଜାଗା ଆପଣମାନଙ୍କୁ ବୁଲେଇକି ଦେଖେଇବି। ରଜରେ ବର୍ତ୍ତମାନ ମୋ ସାଙ୍ଗରେ ଅଛି ସିପୁ ଭାଇ, ମୋର ବହୁତ ପୁରୁଣା ଫ୍ରେଣ୍ଡ। ଆଉ ତା ସାଙ୍ଗକୁ ଆମେ ଆଉ 3-4 ଜଣ ସାଙ୍ଗଙ୍କୁ ବାଟରୁ ନେଇକି ଯିବୁ। ତ ଚାଲନ୍ତୁ ଆଜି ବହୁତ ସୁନ୍ଦର ସୁନ୍ଦର ଜାଗା ବୁଲିବା, ଏନ୍ଜୟ କରିବା। ଆଉ ଆପଣମାନେ ବି ଏ ଭିଡ଼ିଓକୁ କଣ୍ଟିନ୍ୟୁ ଦେଖନ୍ତୁ। ଆପଣମାନେ ବି ଏନ୍ଜୟ କରନ୍ତୁ। ଆପଣ ଯେଉଁ ଜାଗା ଯଦି ବୁଲିଥିବେ ତାହେଲେ ତା'ର ସୌନ୍ଦର୍ଯ୍ୟତାକୁ ଆପଣ କମେଣ୍ଟରେ ଜଣେଇବେ। ଆଉ ଯେଉଁ ଜାଗା ବୁଲି ନଥିବେ ଆପଣମାନେ ବି ଆମ ସହିତ ବୁଲିବେ, ଏନ୍ଜୟ କରିବେ। ତ ଚାଲନ୍ତୁ ଫ୍ରେଣ୍ଡସ୍, ଆଜିର ବ୍ଲଗ୍କୁ ଆପଣମାନଙ୍କୁ ମୁଁ ସ୍ୱାଗତ କରୁଛି। ମୋର ଟିକେ ସ୍ନାପସଟ୍ ଉଠେଇବାର ସଉକ ଟିକେ ଅଧିକ, ତ ବର୍ତ୍ତମାନ ମୁଁ କିଛି ସେଲ୍ଫି ଉଠେଇ ଦେଇଛି। ମୋର ଫଟୋ, ସିପୁ ଭାଇର ଫଟୋ, ଆଉ ଆମର ଗୋବର୍ଦ୍ଧନ ଭାଇ ଯିଏକି ତାଙ୍କ ନାଁ ଆମେ ଦେଇଛୁ ଗବ୍ବର ଭାଇ, ତାଙ୍କର ବି ଫଟୋ ହେଉଛି ଅଲରେଡ଼ି ଅପଲୋଡ଼ ହେଇସାରିଛି। ବର୍ତ୍ତମାନ ଆମେ ରେମୁଳିରେ ଅଛୁ, ରେମୁଳି ଡ୍ୟାମ୍ ପାଖରେ ଅଛୁ। ବହୁତ ସୁନ୍ଦର ସୁନ୍ଦର ଜାଗା ଏ ଜାଗାରେ ଅଛି, ତାକୁ ଆମେ ଏନ୍ଜୟ କରୁଛୁ। ଜଷ୍ଟ ରେମୁଳି ଡ୍ୟାମ୍ରୁ ଏ ଜାଗାଟା ହେଉଛି 2-3 କିଲୋମିଟର ଦୂର। ଗୋଟେ ସୁନ୍ଦର ମନ୍ଦିର ପ୍ରାଙ୍ଗଣରେ ଆମେ ଅଛୁ। ସିପୁ ଭାଇ ବର୍ତ୍ତମାନ କିଛି କୁସୁମା କୋଳି ତୋଳୁଛନ୍ତି, ଆଉ ମୁଁ ବର୍ତ୍ତମାନ ଫଟୋ ଉଠାଉଛି, ଭିଡ଼ିଓ କରୁଛି। ତ ଏଇ ମନ୍ଦିର ପ୍ରାଙ୍ଗଣରେ ବହୁତ ସୁନ୍ଦର ଜାଗା ସବୁ ଅଛି। ଦେଖନ୍ତୁ ଶଙ୍ଖନାଦରେ ମନ୍ଦିର ପୁରା ଲାଗିଛି, ଆଉ ପୂଜା ପାଠ ଚାଲିଛି। ଅଲରେଡ଼ି ମାଙ୍କର ପ୍ରଣାମ ଆମେ କରିକି ଏ ଜାଗାରେ କୋଳି ତୋଳିକି ଆମେ ଖାଇଲୁ। ବହୁତ ସୁନ୍ଦର ଲାଗିଲା। ଏ କୋଳି ହେଉଛି କୁସୁମା କୋଳି। କେଉଁମାନେ ଖାଇଛ କମେଣ୍ଟରେ ଜଣେଇବ। ତ ବର୍ତ୍ତମାନ ଆମେ ଏ ମନ୍ଦିର ପାଖରୁ ହେଉଛି ବାହାରିବା, ଅଲଗା ପୁଣି ଆଉ ଗୋଟେ ଜାଗାକୁ ଯିବା, ସେ ଜାଗାରେ ବୁଲିବା। ଏଇ ଯେଉଁ ମନ୍ଦିର ପାଖରେ ବହୁତ ସୁନ୍ଦର ଲାଗିଲା, କିନ୍ତୁ ଖରା ବି ପ୍ରବଳ ହେଉଛି। ତ ଏ ଖରା ଭିତରେ ବଜାରରେ କିନ୍ତୁ ଭିଡ଼ ପ୍ରବଳ। ଚାରିଆଡ଼େ ବହୁତ ଜାଗା ରଜରେ ଲୋକ ବୁଲାବୁଲି କରୁଛନ୍ତି, ଏନ୍ଜୟ କରୁଛନ୍ତି। ତ ବର୍ତ୍ତମାନ ଆମେ ଯେଉଁ ଜାଗାକୁ ଯାଉଛେ ଟିକେ ସସ୍ପେନ୍ସିଭ୍ ଜାଗା ଅଛି। ତ ସେ ଜାଗାକୁ ଯାଇକି ପହଞ୍ଚିଲା ପରେ ମୁଁ ଆପଣମାନଙ୍କୁ ଦେଖେଇବି ସେ ଜାଗା। ଆଉ ଆପଣମାନେ କମେଣ୍ଟରେ ଜଣେଇବେ କି ସେଟା କେଉଁ ଜାଗା, ତା ନାଁ କ'ଣ। ଆଉ ଆପଣମାନେ ତା ଦେହରୁ ଯେଉଁମାନେ ଯାଇଥିବେ ବି ସମସ୍ତେ ଜଣେଇବେ କି ହଁ, ଆମେମାନେ ଏ ଜାଗାକୁ ଅଲରେଡ଼ି ଆସିକି ଏନ୍ଜୟ କରିଛୁ। ଆଉ ଯେଉଁମାନେ ଯାଇନଥିବେ ସେମାନେ କମେଣ୍ଟରେ ମୋତେ ପଚାରିବେ ଜାଗାର ନାଁ। ମୁଁ ଅଲରେଡ଼ି କମେଣ୍ଟରେ ଆପଣମାନଙ୍କୁ ଜାଗାର ନାଁ ଜଣେଇଦେବି। କିନ୍ତୁ ଭିଡ଼ିଓରେ ମୁଁ ଏଥିଲାଗି ଜଣାଉନି, ଆପଣଙ୍କ ପାଇଁ ସସ୍ପେନ୍ସ ରଖିଛି। ଆପଣମାନେ ସେ ଜାଗାକୁ ଦେଖନ୍ତୁ। ଏସବୁ କିଛିଟା ଜାଗା ବୁଲି ସାରିଲା ପରେ ତାପରେ ଆମେ ଯିବା ଗାଁରେ ଯେଉଁ ଜାଗାରେ ସବୁ ଦୋଳି ଖେଳୁଛନ୍ତି ସେ ଜାଗାକୁ କିଛି ଆମେ ଦେଖିବା। କେମିତି ଗାଁରେ ସବୁ ସଜାସଜି ହେଇଛି, କେମିତି ପିଲାମାନେ ସବୁ ଦୋଳି ଖେଳୁଛନ୍ତି, ଆଗ ଭଳିଆ ଆଉ ଦୋଳି ଖେଳୁଛନ୍ତି କି ଖେଳୁନାହାନ୍ତି, ସବୁ ଜିନିଷ ଆମେ ଦେଖିବା, ଦେଖିକା ଯିବା। ତ ଚାଲନ୍ତୁ, ବର୍ତ୍ତମାନ ଆମେ ତଥାପି ଆହୁରି 4-5 କିଲୋମିଟର ଦୂରରେ ଅଛୁ ସେ ଜାଗାରୁ। ଆଉ ଯାଉଛୁ, ଟିକେ ସମୟ ଲାଗୁଛି କାହିଁକିନା ଭିଡ଼ ଅଛି, ଗାଁ ରାସ୍ତା ଅଛି, ଟର୍ଣ୍ଣିଂ ସବୁ ମାନେ ଟିକେ ଅଛି, ସାର୍ପ ଟର୍ଣ୍ଣିଂ ଯେଉଁଗୁଡ଼ାକ କି ଯେହେତୁ ପାହାଡ଼ିଆ ଏରିଆ ସବୁ, ତ ସାର୍ପ ଟର୍ଣ୍ଣିଂ ଟିକେ ରହିବ। ତ ତେଣୁ ଆମେ ଟିକେ ହୁସିଆର ହେଇକି ଯିବା, କାହିଁକିନା ସେଫ୍ଟି ଫାଷ୍ଟ। ତ ସମସ୍ତେ ଆମେ ସୁରକ୍ଷିତରେ ଯିବା, ସମସ୍ତେ ଆମେ ଏନ୍ଜୟ କରିବା। ତ ଚାଲନ୍ତୁ ଫ୍ରେଣ୍ଡସ୍, ମୁଁ ଆପଣମାନଙ୍କୁ ଦେଖାଉଛି ସେ ଜାଗା, ଯେଉଁ ଜାଗାରେ କି ଆମେ ବୁଲାବୁଲି କରିବା। ଆପଣମାନେ ନଜର କରନ୍ତୁ, ଏ ଜାଗାକୁ କେବେ ଆସିଛନ୍ତି କି ନାହିଁ, ଆଉ ଏ ଜାଗାର ନାଁ ଆପଣମାନେ ଜାଣିଛନ୍ତି କି ନାହିଁ। ଏ ସୁନ୍ଦର ପୋଲଟାରେ ଆମେ କ୍ରସ୍ କରିକି ଯିବା। ଏଇଟା ଝୁଲା ପୋଲ, ପୁରା ପାହାଡ଼ର ଏମୁଣ୍ଡ ସେମୁଣ୍ଡ, ମଝିରେ କୌଣସି ପିଲର ନାହିଁ। ଆଉ ତା ଭିତରକୁ ଆମେ ଯାଉଛେ, ଯେହେତୁ ରଜ ଅଛି ତେଣୁ ପୁରା ଦୋକାନ ପତ୍ର ଭିଡ଼ ଅଛି। ଏଠିକାର ସ୍ଥାନୀୟ ଆଦିବାସୀ ଲୋକମାନେ ହେଉଛି ସବୁ ଛୋଟ ଛୋଟ ଦୋକାନ ଦେଇଛନ୍ତି, ଯେଉଁ ଜାଗାରେ କି ଭଲ ଭଲ ଦେଶୀ ଖାଦ୍ୟ ସବୁ ମିଳୁଛି। ଆମ୍ବକୁ ସ୍ଲାଇସ୍ କରିକି ତା ଦେହରେ
ଚଟପଟା ମସଲା ପକେଇକି ବି ତାକୁ ବିକୁଛନ୍ତି। ପିଜୁଳି ଦେହରେ ବି ଚଟପଟା ମସଲା ପକେଇକି ବିକୁଛନ୍ତି। ଗୁପଚୁପ ଫୁପଚୁପ ବହୁତ ସାରା ଦୋକାନ ଅଛି। ଚାଟ୍ ଫାଟ୍ ଦୋକାନ ବି ଛୋଟ ଛୋଟ ଦୋକାନ ସବୁ ଅଛି। ଆଉ ତା ସହିତ ଫାଷ୍ଟଫୁଡ଼ ଦୋକାନ ସବୁ ଅଛି। ଆଉ ଆମେ ତାକୁ ସବୁ ଏ ଜାଗାରେ ବି ଅଛି ଏନ୍ଜୟ କରିପାରିବା। ଆଉ ତା ସହିତ ବର୍ତ୍ତମାନ ଆମେ ଯିବା ଝରଣା ପାଖକୁ। ଝରଣା ପାଖକୁ ଯିବା। ଏସବୁର ନାଁ ଆପଣ ଯଦି ଜାଣିଥିବେ ଏ ଯେଉଁ ଜାଗାକୁ ଦେଖିକି ଅନୁମାନ କରନ୍ତୁ। ଯଦି ଜାଣିଥିବେ ତ ଆପଣମାନେ କମେଣ୍ଟରେ ନିଶ୍ଚିନ୍ତ ଜଣାଇବେ। ତ ଏ ଜାଗାରେ ମୁଁ କିଛି ସୁନ୍ଦର ସୁନ୍ଦର ସ୍ନାପସଟ୍ ନେଇଛି, ଯେଉଁଗୁଡ଼ାକ କି ମୋତେ ବହୁତ ପ୍ଲେସ୍ ଭଲ ଲାଗିଲା। ଆଉ ତା ସହିତ ପୁଣି ସେଠୁ ଆମେ ବାହାରିକି ବର୍ତ୍ତମାନ ଯିବା ଅଲଗା ଜାଗାକୁ। ଆଉ ଗୋଟେ ଜାଗାକୁ ଯିବା, ଯେଉଁ ଜାଗାରେ କି ଆମେ ମା ତାରିଣୀଙ୍କୁ ଦର୍ଶନ କରିବା। ଆଉ ମା ତାରିଣୀଙ୍କୁ ଦର୍ଶନ କରିକି ସେଠି ପ୍ରସାଦ ପାଇକି ତାପରେ ଆମେ ସେ ଜାଗାରୁ ପୁଣି ଆଉ ଗୋଟେ ଜାଗାକୁ ଯିବା। ତ ଏଭଳି କିଛି ପ୍ଲାନିଂ ଅଛି। ତ ମା ତାରିଣୀଙ୍କର ମନ୍ଦିର ପାଖରେ ଆମେ ପହଞ୍ଚି ଗଲୁଣି, କିନ୍ତୁ ଏ ଜାଗାରେ ମନ୍ଦିରରେ ଭିଡ଼ ପ୍ରବଳ ଅଛି। ଆଉ ପହଡ଼ ବି ପଡ଼ିଛି, ଦର୍ଶନ ପାଇଁ ଖୋଲା ହୋଇନାହିଁ ଏପର୍ଯ୍ୟନ୍ତ। ତ କ'ଣ କରିବା ଟିକେ ଭାବୁଛୁ। ଆଉ ତା ଭିତରେ କେଉଁଠି କ'ଣ ଖାଇବା ପିଇବା ବ୍ୟବସ୍ଥା ବି ହେବ, ତାକୁ ବି ଟିକେ ଭାବୁଛୁ। କାହିଁକିନା ବିନା ପିଆଜ ରସୁଣ ଖାଦ୍ୟ ଆମକୁ ଟିକେ ଦରକାର। ତ ଭଲ ଜାଗାରେ ଗୋଟେ ଦେଖିକି ଆମେ ଖାଇବା। ତ ସେ ସବୁ ବ୍ୟବସ୍ଥା ଭିତରେ ବର୍ତ୍ତମାନ ମାଙ୍କ ଦର୍ଶନ ପାଇଁ ଆମେ ଟିକେ ଚିନ୍ତାରେ ଅଛୁ। ଏଇଠି ରହିଯିବା। ମାଙ୍କ ଦର୍ଶନ ତ ହେଇପାରିଲାନି, ଆଉ ବହୁତ ଭିଡ଼ ଥିଲା, ଆଉ ପହଡ଼ ବି ଖୋଲି ନଥିଲା। ତ ମୁଁ ଗୋଟେ ନଡ଼ିଆ ମାଙ୍କ ନାଁରେ ଯେହେତୁ ଆଶା କରିଥିଲି ମାଙ୍କୁ ଦେବି ବୋଲି, ତ ସେ ନଡ଼ିଆଟି ସେଠି ମୁଁ ବାଡ଼େଇ ଦେଇକି ମାଙ୍କ ମନ୍ଦିର ବାହାରେ ତ ମାଙ୍କୁ ଅର୍ପଣ କରିକି ପଳେଇ ଆସିଲୁ। ବର୍ତ୍ତମାନ ଆମେ ରାସ୍ତାରେ ଅଛୁ। ଅଲରେଡ଼ି ଖିଆପିଆ କରିସାରିଲୁଣି। ଆଉ ଭିଡ଼ିଓ ଟିକେ ଲଙ୍ଗ୍ ହେଇଯିବ ବୋଲି ମୁଁ ଆଉ ବହୁତ କିଛି ଜିନିଷ ସ୍କିପ୍ କରିଦେଲି। ଆଉ ଏଇଟା ବି ମୋର ଫାଷ୍ଟ ବ୍ଲଗ୍, ତେଣୁ ଆପଣମାନଙ୍କୁ କ'ଣ କେମିତି ଲାଗିବ ଆପଣମାନେ ମୋତେ ଜଣେଇବେ କେମିତି କ'ଣ ଲାଗୁଛି। ଆଉ ଏଇ ଜାଗାରେ ଆମେ ଅଛୁ, ରଜ ମହୋତ୍ସବ ପାଳନ ହେଉଛି। ବହୁତ ଲୋକ ଭିତରେ ଭିଡ଼ ଅଛି। ଆଉ ଏଠି ଗାଡ଼ି ରଖିବା ପାଇଁ ଟିକେ ଅସୁବିଧା ଅଛି। ତ ମୁଁ ଆଉ ଏଠି ଗାଡ଼ି ସେଥିଲାଗି ପାର୍କିଂ କରୁନି, ପୁରା ବନ୍ଧ ରାସ୍ତା ଅଛି। ଆଉ ଆମେ ଆଗକୁ ପଳେଇବା, ପୁଣି ନେକ୍ସଟ ଜାଗାରେ ଦେଖିବା। ଏଇ ଜାଗାରେ ଆମେ ଗାଡ଼ି ଟିକେ ପାର୍କିଂ ସୁବିଧା ହେଲା, ଆମେ ରଖିକି ବର୍ତ୍ତମାନ ପିଲାଙ୍କର ଖେଳ ଏନ୍ଜୟ ଦେଖୁଛେ। ତ ବର୍ତ୍ତମାନ ମ୍ୟୁଜିକ୍ ଚେୟାର ଖେଳ ଚାଲିଛି, ପିଲାମାନେ ଖେଳୁଛନ୍ତି। ମ୍ୟୁଜିକ୍ ଚେୟାର ଖେଳ କେଉଁମାନଙ୍କୁ ଭଲ ଲାଗେ ସେମାନେ ନିଶ୍ଚିନ୍ତ କମେଣ୍ଟ କରିବେ, ଲାଇକ୍ କରିବେ। ଆଉ ମ୍ୟୁଜିକ୍ ଖେଳ ମୁଁ ଆପଣଙ୍କୁ ଲାଷ୍ଟ ପର୍ଯ୍ୟନ୍ତ ବର୍ତ୍ତମାନ ଦେଖାଉଛି। ଆପଣ ଚାଲନ୍ତୁ ଦେଖିବେ ଲାଷ୍ଟ ପର୍ଯ୍ୟନ୍ତ ମ୍ୟୁଜିକ୍ ଚେୟାର ଖେଳ ଆମେ ଦେଖିବା। କିଏ ୱିନ୍ ହେଉଛି ଆମେ ତାକୁ ଦେଖିବା। ଆକ୍ଚୁଆଲି ମ୍ୟୁଜିକ୍ ଚେୟାର ଖେଳ ମୋତେ ଭାରି ଭଲ ଲାଗେ। ମୁଁ ପିଲାବେଳେ ବହୁତ ଖେଳିଛି। ରୁମାଲ ଚୋରି ଖେଳ, ମ୍ୟୁଜିକ୍ ଚେୟାର ଖେଳ, ବୋଉ ବାଗୁଡ଼ି ଖେଳ, ଏସବୁ ରଜ ହେଲା ମାନେ ଗାଁରେ ଆମର ଏଇ ଖେଳ ହିଁ ବେଶୀ ଥାଏ। ତେଣୁ ଆପଣମାନେ ବର୍ତ୍ତମାନ ଏସବୁ ଖେଳ ତ ପ୍ରାୟ ଗାଁରେ ଆଉ ଦେଖିବାକୁ ମିଳୁନି। ଆଉ କିଛିଟା ଜାଗାରେ ଏଇଭଳି ସବୁ ଆରେଞ୍ଜମେଣ୍ଟ କରିକି ପିଲାମାନଙ୍କୁ ଏନକରେଜ୍ କରେଇବା, ତାଙ୍କର ଚାଇଲ୍ଡହୁଡ଼କୁ ଆହୁରି ଖୁସିରେ ଭରିଦେବା ପାଇଁ ବହୁତ କିଛି ଲୋକ ଯାହା ହଉ କରୁଛନ୍ତି। ଏଇଟା ଦେଖିଲେ ଭାରି ଭଲ ଲାଗୁଛି, ପିଲାବେଳ କଥା ବି ମନେ ପଡ଼ୁଛି। କିଏ ସେ ୱିନ୍ ହେବ ଦେଖିବା। ଏଠି ପାଖାପାଖି ଆହୁରି ବହୁତ ଲୋକ ଅଛନ୍ତି ଯେଉଁମାନେ ଦର୍ଶକ ଦେଖୁଛନ୍ତି, ଏନ୍ଜୟ କରୁଛନ୍ତି ଏ ଖେଳକୁ। ପିଲାମାନେ ତା ଦେହରେ ଖେଳୁଛନ୍ତି।
ବର୍ତ୍ତମାନ 2 ଜଣ କଣ୍ଟେଷ୍ଟାଣ୍ଟ ଅଛନ୍ତି, ଚେୟାର ଗୋଟେ ଅଛି, ତ ସେମାନେ ଖେଳୁଛନ୍ତି। ଚାଲନ୍ତୁ ଆମେ ଦେଖିକି ଏନ୍ଜୟ କରିବା। ୱିନର ହେଇଗଲା ପିଲାଟା, ଆଉ ଭଲ ଲାଗିଲା। ଯାହା ହଉ ଗୋଟେ ପିଲା ୱିନର ହେଲା, ଆଉ ଜଣେ ସେକେଣ୍ଡ ହେଲା, ଆଉ ସେ 2 ଜଣ ପ୍ରାଇଜ୍ ପାଇଁ ତାଙ୍କର ନାଁ ରେଜିଷ୍ଟ୍ରେସନ କରିବାକୁ ପଳେଇଲେ। ବର୍ତ୍ତମାନ ଲେଡ଼ିଜ ମାନଙ୍କର ମାନେ ଛୋଟ ଝିଅ ମାନଙ୍କର ସବୁ ଖେଳ ଷ୍ଟାର୍ଟ ହବ। ବର୍ତ୍ତମାନ ପୁରା ଫୁଲ ଭିଡ଼ିଓ ଦେଖିବା, ଝିଅ ପିଲାମାନେ କେମିତି ଖେଳୁଛନ୍ତି, ତାଙ୍କ ଭିତରୁ କିଏ ୱିନ୍ କରୁଛି। 11 ଜଣ ପାର୍ଟିସିପେଟ୍ ଅଛନ୍ତି, ଆଉ 10ଟା ଚେୟାର ପଡ଼ିଛି। ତ ବର୍ତ୍ତମାନ କିଏ ସବୁ ଖେଳୁଛନ୍ତି, କିଏ ଜିତୁଛନ୍ତି, କିଏ କେତେ ସ୍ମାର୍ଟ ତରିକାରେ ଖେଳୁଛି, ତାକୁ ଲାଷ୍ଟ ପର୍ଯ୍ୟନ୍ତ ଆପଣମାନେ ଏନ୍ଜୟ କରନ୍ତୁ, ମ୍ୟୁଜିକକୁ ଏନ୍ଜୟ କରନ୍ତୁ, ଆଉ ଆପଣମାନେ କମେଣ୍ଟରେ ଜଣାନ୍ତୁ ଆପଣମାନଙ୍କୁ କେମିତି ଲାଗୁଛି। ଆପଣମାନେ ମ୍ୟୁଜିକ୍ ଚେୟାର ଖେଳ ଦେଖନ୍ତୁ ଆଉ ଏନ୍ଜୟ କରନ୍ତୁ, ଆଉ ମତାମତ ଆପଣଙ୍କର କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ରଜରେ ଭାରି ମଜା ଲାଗେ। ରଜରେ ଆମେ ସମସ୍ତେ ବୁଲନ୍ତି, ମଜା କରନ୍ତି, ପାନ ଖାଆନ୍ତି, ଆଉ ପାନ ଖାଇକି ଦୋଳି ଖେଳନ୍ତି। ତ ଏଠି ସେଇଭଳି ମ୍ୟୁଜିକ୍ ଚେୟାର ଖେଳ ଚାଲିଛି, ଦୋଳି ଲାଗିଛି, ଆଉ ଛୋଟ ଛୁଆଙ୍କ ପାଇଁ ସବୁ ଭଲ ଭଲ ଦୋଳି ପଡ଼ିଛି, ଖସରା ଦୋଳି, ବେଲୁନ ଦୋଳି ପଡ଼ିଛି, ସେ ଖେଳୁଛନ୍ତି। ତ ଆମେ ମ୍ୟୁଜିକ୍ ଚେୟାର ଯେଉଁ ଦେଖୁଛନ୍ତି, ମ୍ୟୁଜିକ୍ ଚେୟାରରେ ବର୍ତ୍ତମାନ ପାର୍ଟିସିପେଣ୍ଟ ଧୀରେ ଧୀରେ କମୁଛନ୍ତି, ଜଣେ ଜଣେ ଆଉଟ୍ ହେଉଛନ୍ତି, ଜଣେ ଜଣେ ତା ଭିତରୁ ଗେମ୍ରୁ ବାହାରୁଛନ୍ତି। ତ ବର୍ତ୍ତମାନ ଯେତେ ପାର୍ଟିସିପେଣ୍ଟ ଆଉଟ୍ ହେଉଛନ୍ତି ସେତେ ଗେମ୍ ମଜାଦାର ହେଇକା ଚାଲିଛି, କାହିଁକି ନା ସେତେ ଗେମ୍ରେ ମିଷ୍ଟ୍ରି ଆସୁଛି କି ଜିତିବ କିଏ। ବର୍ତ୍ତମାନ ୱିନର ଜଣାପଡ଼ିବ, ଆପଣମାନେ ପୁରା ଫୋକସ୍ରେ ଦେଖନ୍ତୁ। ବର୍ତ୍ତମାନ ୱିନର ଜଣାପଡ଼ିବ, ବର୍ତ୍ତମାନ କିଏ ଜିତିବ। ଆପଣମାନେ ଗେସ୍ କରିକି କମେଣ୍ଟରେ କୁହନ୍ତୁ ଆଙ୍କ ଭିତରୁ କିଏ ଜିତିବ। ଆଉ ଫ୍ରେଣ୍ଡସ୍, କେହି ଚିଟିଂ କରିବେନି, ସମସ୍ତେ ଅନେଷ୍ଟଲି କହିବେ ଦେଖିବା କିଏ ଜିତିବ। ମୋତେ ଲାଗୁଛି ଆରେ ୟେସ୍, ଜିତିଗଲା ଛୋଟ ଛୁଆଟି ଜିତିଗଲା। ଆଉ ସମସ୍ତେ ଗେମ୍ ତ ବହୁତ ବଢ଼ିଆ ଥିଲା, ମୁଁ ତ ବହୁତ ଏନ୍ଜୟ କଲି, ଆପଣମାନେ ବି ଏନ୍ଜୟ କରିଥିବେ। ବର୍ତ୍ତମାନ ଏଠୁ ଆମେ ବାହାରି ଯାଉଛୁ, ଯାଇକି ଶିପୁ ଭାଇଙ୍କ ଘରକୁ ଟିକେ ଯିବୁ। ଶିପୁ ଭାଇଙ୍କ ଶ୍ୱଶୁର ଘର, ତ ଭାଉଜ ହେରିକା ସବୁ ସେଠି ଯାଇକି ଅଛନ୍ତି, ଟିକେ ଦେଖା କରିକି ତାପରେ ପୁଣି ଆମେ ରିଟର୍ନ ପଳେଇ ଆସିବୁ। ଭାଉଜ ବର୍ତ୍ତମାନ କଥା ହେଉଛନ୍ତି ଶିପୁ ଭାଇଙ୍କ ସହିତ। ତ ବର୍ତ୍ତମାନ ଆମେ ତା ଭିତରେ ଆସିକି ତାଙ୍କ ଗାଁରେ ପହଞ୍ଚି ଗଲୁଣି। ଆଉ ଶିପୁ ଭାଇଙ୍କ ଘର ଆଉ ଶିପୁ ଭାଇଙ୍କ ଶ୍ୱଶୁର ଘର ଖାଲି ଛକର ଏପଟ ସେପଟ, ମାନେ ମେନ୍ NHର ଏପଟରେ ହେଉଛି ଶିପୁ ଭାଇଙ୍କ ଘର, ସେପଟରେ ହେଉଛି ଶିପୁ ଭାଇଙ୍କ ଶ୍ୱଶୁର ଘର। ଆପଣମାନେ ଗେସ୍ କରନ୍ତୁ ଲଭ୍ ମ୍ୟାରେଜ୍ ହେଇଥିବ କି ଆରେଞ୍ଜ ମ୍ୟାରେଜ୍ ହେଇଥିବ। ତ ବର୍ତ୍ତମାନ ଜଷ୍ଟ ଖାଲି ଭାଉଜଙ୍କ ଘର ଟିକେ ବୁଲାବୁଲି କରିକି ଆମେ ପୁଣି ବାହାରି ଆସିବୁ ରିଟର୍ନ। ମୁଁ ଘରକୁ ପଳେଇବି, ଆଉ ଶିପୁ ଭାଇ ବି ତାଙ୍କ ଘରକୁ ପଳେଇବେ। ତ ବର୍ତ୍ତମାନ ଏଇଠୁ ଆମେ ଏଣ୍ଡ କରିବା ଆଜି ମୋର ଫାଷ୍ଟ ବ୍ଲଗ୍। ଆପଣମାନଙ୍କୁ କେମିତି ଲାଗିଲା ଆପଣମାନେ ମୋତେ କମେଣ୍ଟରେ ନିଶ୍ଚିନ୍ତ ଜଣେଇବେ। ଆଉ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି, ବେଲ୍ ଆଇକନ୍କୁ ଦବାଇ ଦେବେ। ପୁଣି ଭଲ ଭଲ ଭିଡ଼ିଓ ମୁଁ ଓଡ଼ିଶାର ଭଲ ଭଲ ପ୍ଲେସ୍କୁ ଆପଣମାନଙ୍କ ପାଖକୁ ନେଇକି ଆସିବି ଏଇ ଚ୍ୟାନେଲ୍ ମାଧ୍ୟମରେ। ଥ୍ୟାଙ୍କ ୟୁ ସୋ ମଚ୍। ଜୟ ଜଗନ୍ନାଥ।